ପିପିଲି ହଉଛି ଆପଣ ଚାନ୍ଦୁଆ ପାଇଁ ପ୍ରସିଦ୍ଧ। ପ୍ରାୟତଃ 60-75% ଲୋକ ଚାନ୍ଦୁଆ ଉପରେ ନିର୍ଭର କରନ୍ତି। ଏବେ ଚାନ୍ଦୁଆଟା ଆଗ ଭଳି ଆଉ ସେମିତି ମାନେ ଇନକମ୍ ସୋର୍ସ ନାହିଁ। ତେଣୁ ଆଗେ ଯୋଉ ଆମର ସବୁ ଯୋଉ ଚାନ୍ଦୁଆ ହଉଥିଲା ସେମାନେ ସବୁ ହାତରେ ହିଁ କାମ କରୁଥିଲେ। ସେ ଯୋଉ ହାତ କାମ ତାର ପଇସା କଷ୍ଟମର ଦେଲେ ନାହିଁ। ତାହେଲେ ଆଜିକାଲି ଆମର ଗୋଟେ ଲୋକଟେ ଲେବରଟେ ଯଦି ସାଧାରଣ ଆସି 2-3 ଘଣ୍ଟା କାମ କରୁଛି ସେ ନେଉଛି 600 ଟଙ୍କା। ଆମେ ଗୋଟେ ଚାନ୍ଦୁଆ ବିକିଲେ ଟଙ୍କା 400-500 ବହୁତ ହେଇଗଲା। ତେଣୁ ସେଥିପାଇଁ ଚାନ୍ଦୁଆରେ ସେତେ ଲାଭଜନକ ହଉନାହିଁ। ଚାନ୍ଦୁଆର ଆକ୍ଚୁଆଲି ଯୋଉ ମହତ୍ଵ ଆଉ ଯେତିକି ତା ଦେହରେ ପରିଶ୍ରମ କରାଯାଉଛି କଷ୍ଟମର ସେ ପଇସା କେବେ ଦଉନାହାନ୍ତି। ଯୋଉ ପାର୍ଟ ଟାଇମ ଆମେ କଣ କରୁଛୁ ନା ଆମ ଗାଁ ଗଣ୍ଡାରେ ସବୁ ବହୁତ ଝିଅ ପିଲା ବହୁତ ବୋହୂ ମାନେ ଅଛନ୍ତି ସେମାନେ ଘରେ ବସିକିରି କିଛି ସିଲେଇ କାମ କରୁଛନ୍ତି। ସେଥିପାଇଁ ଆମେ ଚାନ୍ଦୁଆ ମାନେ କରୁଛୁ ଏବଂ ଶିଳ୍ପ ବଞ୍ଚିକିରି ଅଛି।